ଜୟ ଜଗନ୍ନାଥ। କାରଣ ମୁଁ ଆଜି ଏଟା କଥା ଭାବିଲି, କାରଣ ରାଜନୀତି ମୁଁ ଦେଖିଛି ମୋ ଆଖିରୁ। ମୋ କଥା ଆଜି ଏଟା ଭାବିଲି, ସେ କଥାଟି ସମସ୍ତଙ୍କ ଆଗରେ ଜଣାଇବା ପାଇଁ ଚାହୁଁଛି। ରାଜନୀତି ସମସ୍ତେ କରନ୍ତି, ଘରେ ବି ରାଜନୀତି ଚାଲେ, ମନ୍ଦିରରେ ବି ରାଜନୀତି ଚାଲେ, ସବୁଆଡ଼େ ରାଜନୀତି ଚାଲେ। କିନ୍ତୁ ଏମିତିଆ ରାଜନୀତି ମୁଁ କେବେ ଦେଖିନି। ଭାରତରେ ପ୍ରଥମ ଥର ବହୁତ ପ୍ରଧାନମନ୍ତ୍ରୀ ଗଲେଣି, ଆପଣମାନେ ବି ଜାଣିଥିବେ। କଂଗ୍ରେସର ହଉ ବିଜେଡ଼ିର ହଉ ପ୍ରଧାନମନ୍ତ୍ରୀ ଗଲେଣି। ପ୍ରଧାନମନ୍ତ୍ରୀ ଗଲା ପରେ ବି ସବୁ ପୁଞ୍ଜି ଶାସନ କରିଛି ଆଇଛି, ସିଏ ବି ଶାସକ ରହିଛନ୍ତି। କିନ୍ତୁ ଆମ ନରେନ୍ଦ୍ର ମୋଦି ଭଳିଆ ପ୍ରଧାନମନ୍ତ୍ରୀ ମୁଁ ଜମା ଦେଖି ନାହିଁ। ପ୍ରଥମ ଥର ଦେଖୁଛି ନରେନ୍ଦ୍ର ମୋଦି ଭଳିଆ ପ୍ରଧାନମନ୍ତ୍ରୀ। କାରଣ କ'ଣ ପାଇଁ? ଏଭଳିଆ ପ୍ରଧାନମନ୍ତ୍ରୀ କେହି ମିଳିବେ ନା ବୋଧେ, ମୁଁ ଭାବିବାରେ। କାହିଁକି? କାରଣ ସିଏ ଏତେ ଭଲ ହେଇପାରନ୍ତି ବୋଧେ, ସେପାଇଁ ସେ ବୋଧେ ନିନ୍ଦା ସହୁଛନ୍ତି, ନହେଲେ ଅତିକା ଖରାପ ହେଇପାରନ୍ତି ବୋଧେ ନିନ୍ଦା ସହୁଛନ୍ତି। ନିନ୍ଦା କରିବା ଉଦ୍ଦେଶ୍ୟ କ'ଣ? ପ୍ରଧାନମନ୍ତ୍ରୀ ଥାଆନ୍ତି, ପ୍ରଧାନମନ୍ତ୍ରୀ ଥିଲେ ବି, ଏବେ ବି ଅଛନ୍ତି ପ୍ରଧାନମନ୍ତ୍ରୀ ଯିଏ, ମୁଁ କେବେ ଶୁଣିନଥିଲି ପ୍ରଧାନମନ୍ତ୍ରୀ ଏଭଳିଆ ଗାଳି ଖାଆନ୍ତି। ମାନେ ସୋସିଆଲ ମିଡ଼ିଆରେ ମାନେ ଗାଳିରେ ପୋତା ହେଇଯାଉଛନ୍ତି ପ୍ରଧାନମନ୍ତ୍ରୀ, ପୁରା ପୁରା ଦୋଖିଲ ଲଗେଇଛନ୍ତି। ମୁଁ ଭାବୁଛି ଯେ ପ୍ରଧାନମନ୍ତ୍ରୀ ଲୋକ ସହିପାରୁନାହାନ୍ତି, ଭଲ ପ୍ରଧାନମନ୍ତ୍ରୀ କି ପ୍ରଧାନମନ୍ତ୍ରୀ କାମ ଭଲ କରିନି ଛାତ୍ର ପାଇଁ, ସେ ପାଇଁ ବି ଗାଳି ଖାଇପାରେ। ସେଟା ଆପଣ ନିଷ୍ପତ୍ତି। କାରଣ କେହି ପ୍ରଧାନମନ୍ତ୍ରୀ ମୁଁ ଏମିତି ଦେଖିନି ଯେ ଏଭଳିଆ ୱାର୍ଡ଼ ଶୁଣିଛନ୍ତି, ଏଭଳିଆ ଗାଳି ଖାଇଛନ୍ତି। ଏ ତ ପ୍ରଥମ ଥର। ଯାହା ପ୍ରଧାନମନ୍ତ୍ରୀ ଆମର ତ ପ୍ରେସ୍ ମିଟ୍ କରନ୍ତି ନା ବୋଲି ମୁଁ ଯାହା ଦେଖିବାରେ, ଯାହା ଏବେ ରାତି 12ଟାରେ ମୋବାଇଲଟା ଖୋଲିଦେଇ ପ୍ରିୟ ବନ୍ଧୁ ପ୍ରିୟ ସାଥୀ ପୁରା ଯାହା କହୁଛନ୍ତି ଛାଡ଼, ସେଟା ଦେଖି ହେବ ନା। କାରଣ ଯାହା ମନର କଥା ଆଗରୁ ମନ କି ବାତ କରିଥିଲେ, ଏବେ ଜନତା କି ବାତ କରୁଛନ୍ତି। ଯାହା କରନ୍ତୁ, କିନ୍ତୁ ମୋ କହିବା ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ଏଭଳିଆ ଗାଳି ଦିଅନି। ଏଭଳିଆ ଗାଳି ଦେଲାକୁ ପୁରା ଗୋଟେ ଆମ ଭାରତ ପାଇଁ ଗୋଟେ ଖରାପ କଥା। କାରଣ ପ୍ରଧାନମନ୍ତ୍ରୀ ସିଏ ଭଲ ହଉ କି ଖରାପ ହଉ, କାରଣ ଗାଳି ଦେବା ଉଚିତ ନୁହଁ। ପୁରା ଦୋଖି ଲଗେଇଛନ୍ତି। ସୋସିଆଲ ମିଡ଼ିଆ ଖୋଲିବ ମାନେ ମୋଦିଜୀ ପ୍ରଥମ ନାଁ ପାଇଲା, ତାପରେ ଦୋଖି ଲାଗିଲା। ଏସବୁ କରିବା ଉଚିତ ନୁହଁ। କାରଣ ଯେହେତୁ ସେ ପ୍ରଧାନମନ୍ତ୍ରୀ, ତୁମ ଇଚ୍ଛା ନହେବ ଭୋଟ ଦେବ ନା, ସେଟା ଅଲଗା କଥା। ହଁ, ତୁମେ ଭୋଟ ଦେଉନ, ସେ ଜିତୁଛନ୍ତି। କାରଣ ଯେହେତୁ EVM ପାଇଁ, ତୁମେ ଠିକ୍ କଥା କହୁଛ। EVM କଥା ଆମେ ବି ସେଟା ବିଶ୍ୱାସ ଯେତିକି କରୁନଥିଲୁ, ଏବେ କରିଦେଉଛୁ।